ପୁରାଣରେ ସୁନାବେଶ ସହିତ ଅନେକ କଥା ଏବଂ କିମ୍ବଦନ୍ତୀ ରହିଛି। କିମ୍ବଦନ୍ତୀ ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣାଧୀନ ଥିବା ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚାଙ୍କ ଆଶଙ୍କାକୁ ଦେଖି ନିର୍ଦ୍ଧାରିତ ସମୟ ପୂର୍ବରୁ କବାଟ ଖୋଲି ଦେଇଥିଲେ। ଫଳରେ ତିନି ମୂର୍ତ୍ତିଙ୍କର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଗଲା। ମହାପ୍ରଭୁଙ୍କ ଅଧାଗଢ଼ା ଗଠନ ଶୈଳୀ ପାଇଁ ନିଜକୁ ଦୋଷୀ ମନେ କରି ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରାଣତ୍ୟାଗ ପାଇଁ ଦୃଢ଼ ସଂକଳ୍ପ ନେଲେ। ଏହି ସମୟରେ ମହାପ୍ରଭୁ ଶୂନ୍ୟବାଣୀ କରି କହିଲେ ଯେ, ରାଜା, ଏଥିରେ ତୁମର କିଛି ବି ଦୋଷ ନାହିଁ। ଯଦି ମୋର ଶରୀର ତୁମକୁ ଅସମ୍ପୂର୍ଣ୍ଣ ମନେ ହେଉଛି, ତେବେ ତୁମେ ନିଜ ଖୁସିରେ ସୁବର୍ଣ୍ଣ ନିର୍ମିତ ପାଦ ଏବଂ ହସ୍ତ ନିର୍ମାଣ କରି ମୋର ଅଧାଗଢ଼ା ଶରୀରକୁ ମଣିଷର ରୂପ ପ୍ରଦାନ କରିପାରିବ। ପ୍ରଭୁଙ୍କ କଥା ଅନୁସାରେ ସମ୍ପୂର୍ଣ୍ଣ ଶରୀରର ଦର୍ଶନ କରିବାର ଇଚ୍ଛା ପୂରଣ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ୱର୍ଣ୍ଣ ଅଳଙ୍କାରମାନ ନିର୍ମାଣ କରାଇଲେ। ନିର୍ମିତ ଅଳଙ୍କାରରେ ମହାପ୍ରଭୁଙ୍କୁ ସଜେଇ ରାଜା ଆରମ୍ଭ କଲେ ପବିତ୍ର ସୁନାବେଶ।